ଆଜି ଏମିତି ହେଇଯିବ ବୋଲି ଭାବି ହିଁ ନଥିଲି। ହାଏ ଗାଇସ୍, ଜୟ ଜଗନ୍ନାଥ। ଆଜି ସକାଳୁ ଉଠି ଦେଖିଲି ଯେ ଗାଡ଼ିର କୁଲେଣ୍ଟ ୱାଟର କମ୍ ଥିଲା। ଯଦି ଗାଡ଼ିର କୁଲେଣ୍ଟ ୱାଟର କମ୍ ଥିଲେ ଇଞ୍ଜିନ୍ ହିଟ୍ ହୋଇ ପ୍ରୋବ୍ଲେମ୍ ଦେଖାଯାଇପାରେ। ସେଥିପାଇଁ ଟ୍ରାକ୍ଟରରେ କୁଲେଣ୍ଟ ୱାଟର କମ୍ ଅଛି ବୋଲି ଆଗରୁ ସତର୍କ ହେଇ କୁଲେଣ୍ଟ ୱାଟର ପକେଇଦେଲି। ତାପରେ ଗାଡ଼ିରେ ବହୁତ ଦିନ ହେଲା ଗ୍ରୀସିଂ କରାହେଇନଥିଲା, ସେଥିପାଇଁ କାଟା ଆଉ ବେରିଂ ଗନ୍ ସାହାଯ୍ୟରେ ଗ୍ରୀସ୍ ଭରିଦେଲୁ। ତାପରେ କାଠ ଲୋଡିଂ ପାଇଁ କଷ୍ଟମର ଆଗରୁ କଲ୍ ଆସିଥିଲା ବୋଲି ସାନ ଭାଇକୁ ଫିଲ୍ଡରେ କାଠ ଲୋଡିଂ କରିବା ପାଇଁ ଗାଡ଼ି ଦେଇଦେଲି। ଦେନ୍ କେତେ ସମୟ ପରେ କାଠ ଲୋଡ ହୋଇଗଲା କହିବାରୁ ବାଇକରେ କାଠ ଚାଲାଣ ଧରି ବାହାରି ପଡ଼ିଲି ଲୋଡ ଗାଡ଼ି ପାଖକୁ। ତାପରେ ବାଇକ୍ ଦେଇ ରେଡ୍ ହର୍ସ ଧରି ବାହାରି ପଡ଼ିଲି ଜେକେ କମ୍ପାନୀକୁ ଯିବା ପାଇଁ। ଏମିତିକା 40 କିଲୋମିଟର ପ୍ଲସ୍ ଡ୍ରାଇଭିଂ କଲା ପରେ ପହଞ୍ଚି ଗଲି ଆମ ଲୋକେସନରେ। ଫାଇନାଲି କେତେ ସମୟର ଇନ୍ତଜାର ପରେ ଅଫିସରେ ଡକୁମେଣ୍ଟ ଏଣ୍ଟ୍ରି କରିଦେଇ ଇଥର ପାର୍କିଂରେ ଗାଡ଼ି ପାର୍କିଂ କରିଦେଲି। ଦେନ୍ କେତେ ସମୟ ଗଲା ପରେ ଅନଲୋଡିଂ ପାଇଁ ପରମିଶନ ଆସିବାରୁ ଗାଡ଼ିର କାଠ ଅନଲୋଡ କରିଦେଇ ଗଲି। ଗାଡ଼ିର କାଠ ଅନଲୋଡ କରି ସାରିବା ପରେ କିଛି ପ୍ରୋବ୍ଲେମ ଯୋଗୁଁ ନାଇଟ୍ରେ ଭାଇର ରୁମ୍ରେ ରେଷ୍ଟ ନେବାକୁ ପଡ଼ିଲା। ଦେନ୍ ସକାଳୁ ଉଠି ବାହାରି ପଡ଼ିଲୁ ଆମେ ଜେକେ କମ୍ପାନୀ ବାହାରେ ପାର୍କିଂ କରିଥିବା ଗାଡ଼ି ପାଖକୁ। ତାପରେ ଗାଡ଼ି ପାଖରେ ପହଞ୍ଚି ଭାଇକୁ ବାଇକ୍ କହିଦେଇ ଗାଡ଼ି ଧରି ପଳେଇ ଗଲି ନାଗାବଳି ଏଗ୍ରିକଲଚର ଅଫିସ କାଠ ବିଲ୍ ପକେଇବା। ତାପରେ ଆଗରୁ କାଠ ଲୋଡ ପାଇଁ ଆଉ ଗୋଟେ କଷ୍ଟମର କଲ୍ ଆସିଥିଲା, ସେଥିପାଇଁ ଖାଲି ଗାଡ଼ି ଧରି ବାହାରି ପଡ଼ିଲି। ଏମିତି କେତେ ସମୟ ଡ୍ରାଇଭିଂ ପରେ ପହଞ୍ଚି ଗଲି ମାଝିଗୁଡ଼ା ରୋଡର ଏକ ଲୋଡିଂ ଫିଲ୍ଡରେ। କେତେ ସମୟ ଏମିତି ଏ ଭାଇମାନଙ୍କ ମେହନତ କାଠ ବି ଲୋଡ ହେଇଗଲା। ହେଲେ ଇଆଡ଼େ କାଠ ଲୋଡ ଧରି ଯିବା ବାଟରେ ଖାଲଢପ ରାସ୍ତାରେ ତ ଇଞ୍ଜିନର ଦୁଇ ଚକା ଉପରକୁ ଉଠି ଯାଉଛି, ସେଥିପାଇଁ ଖାଲଢପ ରାସ୍ତାକୁ ଲେବୁଲ କରି ଲୋଡ ଗାଡ଼ି ବାହାରକୁ କାଢିଦେଲି। ଇଆଡ଼େ ଡକ୍ଟର ମୋ ହାତ ଭଲ ନାହିଁ ବୋଲି କହିଛି, ଆଉ ଇଆଡ଼େ କାଠ ବି ଲୋଡ ହେଇଛି। ଏମିତି ସିଚୁଏସନରେ କଣ କରିବି ଭାବି ଦେଇ ସାଙ୍ଗେ ସାଙ୍ଗେ ଆଉ ଗୋଟେ ଡ୍ରାଇଭର ଭାଇକୁ କଣ୍ଟାକ୍ଟ କରି ଗାଡ଼ି ଦେଇଦେଲି ଜେକେ କମ୍ପାନୀରେ କାଠ ଅନଲୋଡ କରିବା ପାଇଁ। ଜେକେ କମ୍ପାନୀରେ କାଠ ଅନଲୋଡ କରିବା ପାଇଁ ଲୋଡ ଗାଡ଼ି ଦେଇ ପଳେଇ ଗଲି ଘରକୁ। ରହିଲି। ଜୟ ଜଗନ୍ନାଥ।